ତମେ ମିଳା ଆଉ ମିଶା ହବ। ସେମାନେ ରାଗ ରୁଷାରେ ଗଲେ ତମେ ମିଳା ଆଉ ମିଶାରେ ଯିବ। ତମେ ତାହେଲେ ପାଇନ ନା କୁଆଡୁ ପାଇବେ କୁଆଡୁ ପାଇବେ। ଏକଡେ ଯୋଗୀ ପୁଅ ଜଣେ କାମ କଳା ସୁଶୀଳା ବୋଲି ଡାକି ଡାକି ଯାଉଥିଲା, କିନ୍ତୁ ଭିକ ମଗାର ଲୋଭ ମଧ୍ୟ ଥିଲା। ସେ ତା ସ୍ତ୍ରୀକୁ କେତେ ଭଲ ପାଏ ମୁଁ ଜାଣିନି। ହେଲେ ଉପରମନିଆ ଖୋଜୁଥିଲା, କାଳେ ଲୋକ ଦୟା କରିବେ ଏ ସ୍ତ୍ରୀ ଛଡା ହେଇଯାଇଛି ଆଉ 2 ପଇସା ଦଉ ବୋଲି। ଆଚ୍ଛା ଆଚ୍ଛା, ସେଥିପାଇଁ ସେ ଉପର ମନରେ କାମ କଳା ସୁଶୀଳା ବୋଲି ଡାକୁଥିଲା। ହୃଦୟରେ କେତେ ଭଲ ପାଇବା ମୁଁ ଜାଣିନି। ମୁଁ ଭାବୁଛି ପରୀକ୍ଷା କରିବା କେତେ ଭଲ ପାଇବା ତାଙ୍କ ସ୍ତ୍ରୀ ପ୍ରତି ଅଛି। ନାଥେ ତମ ସ୍ତ୍ରୀ ପ୍ରତି ତମର କେତେ ଭଲ ପାଇବା ଅଛି? ମତେ ଗାଇ ଦଉଛି। ହଁ ଗାଓ, ଗୋଟେ ପେଣ୍ଡାଲ ରେ ଗାକୁ ଯାହା ଗାଉଛ ଗାଅ। ହଁ ହବ ହବ ତ। ଯୋଗ୍ୟାଣୀ ଗୋଟେ କମ୍ପ୍ଲେନ କରିଦେଲା, କହିଲା ଆମକୁ ପ୍ରକୃତରେ ସିଏ ଅନ୍ତର ଭିତରେ ଡାକୁନି, ଉପର ମନେ ଡାକୁଛି, ତାର ପଇସା ପ୍ରତି ଲୋଭ। କେମିତି ହବନି? ଗୋଟେ ମାଇକଟାକୁ ସମ୍ଭାଳି ହଉନି। ତମର ଛୁଆ ପିଲା ହେଲାନି ବୋଲି ତମ ମାଇକ ଯୋଉ ଭଉଣୀ ଟିକେ ଧରିକି ଆଇଲି। ଗୋଟେ ପୁରୁଷ ଗୋଟେ ନିକମରେ ଜଣେ ମାଇକଟା ସମ୍ଭାଳିବା କମ ହେଇଛି? ଆଜ୍ଞା, ଗୋଟେ ମାଇକଟାକୁ ସମ୍ଭାଳି ହଉନି। ଜଣେ ମାଇକଟା ରଖିବି ମାନେ ମୁଁ ପଇସା ମାଗଣା ନ କଲେ ଝୁକି ଭିକାରିଆ ଲୋକ। ମୁଁ 2 ପଇସା ଇନକମ କଲେ ତ ତମକୁ ବୁଝିନି କି ତମର ଅଲଗା ବେପାର ଅଛି କି? ଆଉ ମାନି ହେଲ ତ? ତମ ପ୍ରତି ମୋର ଭଲ ପାଇବାଟା କେତେ ମତେ କହିବା। କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମତେ କହିଲେ, କହିଲେ ଦୂରେ ଥିଲେ ପାଶେ ଅଛି ଏ ହାତୀ ଖେନି। କେତେ ଦୂରେ ଚନ୍ଦ୍ର କେତେ ଦୂରେ ତିନି। ତମେ ଖାଲି କହିଲ ବୋଲି କହିଲି ନା। ରହିବା ବମ୍ବେରେ ମୁଁ ରହିବି ଏଠି, ଆମର ପରିବାର ବଳି ପରିବାର ନୁହେଁ। चाणक्य बोला कहले हीन से बाना कर्तव्य महत्व आश्रय बिना आश्रय नवतंती कविता बनी तलता तम आश्रय न पाले बंची करी। हां मानि हेलो बस धन्यवाद। जे जाता कोन होते जे कोन कहू कोन करबा कोन कहि एते दिन पर 6 मास लानी विदेश रे थिला आइलो घर को मन त तुमको देखि हारी खुशी हो जाय। सत्य कह जा सत्य का इष्ट देला मल्ला सकाल सकाल दांत भास तुमको दी हाय जा ए जी सुंदर दना
ପାଇଥିଲଟା ଲୋକର ଆଛିତ ନା मला ତମେ ଢୁକୁଲା ତମେ ଢୁକୁଲା ଆମେ ଯାହା ଟିକେ ଖୁସି ମଜା ହେଲୁ ପଟାପଟ କହୁନ ଢୁକୁଲା ପବିଆ ସାରକର ବେଶ ଥିଲା ସ୍ତ୍ରୀ ସ୍ୱାମୀ କି ପଚାରିବ এটা হচ্ছে কোন মান সে কলা বৌসাগ কোন ক্যা তাকে এটা 6 মাসে বিদেশরে কোন পাই দেলা কে মতে পচারলে তোমার কানরা কি আমার আইজ ହଁ ହଁ ହେଲା ହେଲା ସାରେ ମୁଁ ଆପଣଙ୍କ କଥାଟା ଦର୍ଶାଇକି না না শুনো এই যোগিয়াড়ি মানে শুনো কথাটা জজ কোন কহিলে মু কহিলি বুঝিল ও কল কোনি মুকে পচারিব না তাকে ତାକେ ପରିଚୟ ଦିଅ ତାକେ ହେଲା 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 ସ୍ତ୍ରୀ ଅଙ୍କୁଶ ଲଗଉଛି ତୁ ଅଣ୍ଡରା ଅଲଗା ସ୍ତ୍ରୀ ସହିତ ସମ୍ପର୍କ ରଖୁଛୁ শুনো জানে এইটা ସ୍ତ୍ରୀ ଅଙ୍କୁଶ ଲଗଉଛି ପୁରୁଷକୁ ତୁ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଛୁ ସନ୍ଦେହ କରୁଛି ଆଜ୍ଞା ସନ୍ଦେହ କେମିତି ମୋଚନ କରନ୍ତି ପୁରୁଷ ମାନେ ସ୍ତ୍ରୀର ଆଜ୍ଞା ଦେଖି କହିଲ ପଦ ହଉ କହିଲେ ନକରରେ ରାମା ମାନ ତିନି ପ୍ରକାର ମାନ ତମେ ଯୋଉ ପ୍ରକାର ମାନ କଲ ଭାବୁଛ କି ତମକୁ ଛାଡି ମୁଁ ଅନ୍ୟ ନାରୀ ସାଙ୍ଗରେ ପଡିଥିଲି ବୋଲି ନା ନା ଜାଣିଛ କି ଜାଣିକିରି ବାହାଘର ଲଇକିରା ହେ ମୋର ହିନ୍ଦୀ ଭଲ ଗୁଣ ଅଛି ବୋଲି ତମେ ଆଇଲ ଏଇଠି ବି କେମିତି ପଳେଇ ଆଇଲା ଯଦି ମୋର ନୁଙ୍ଗରା ଦୋଷ ଅଛି ଇଏ କହି ନଥାନ୍ତା ଏଇ ଯେ ଆହୁରି ଯଦି ଭଉଣୀ ଭଣା ଆସିତେ କୁହ ଧରିନି ପଳାଇ ନକରରେ ରାମା ମାନ କହିଛି ବଚନ ଘେନ ନକରରେ ରାମା ମାନ
କରିବା ତମକୁ ଯିଏ ହେଇଛି ମୁଁ କାଳେ 6 ଦିନ କଣ ହେଲା ସଲା ଓ ଏଠି ଯୋଉ 6 ମାସ ବିଦେଶରେ ଥିଲି କାଳେ କୋଉ ଅନ୍ୟ ନାରୀ ସାଙ୍ଗରେ ମୋର ଡାର୍ନାରେ ଚାଲିଥିଲା ବୋଲି ମିଛ ମୁଁ ଗୋଳାମେଳା ତୁ ପୁରା ମୋ ନେତ୍ର ପିତୁଳା ତୁ ପୁରା ମୋ ଜୀବର ଧନ ତୋତେ ଛାଡି କଣ ଅନ୍ୟ ନାରୀ ସାଙ୍ଗରେ ମୁଁ ବିରତି କରିପାରିବି ଏବେ ଶୁଣ ଏବେ ଆମ ମନ ମିଶିଲା କହିଲେ ଏତିକି କହିଦେଲେ ମା ମାନେ ହଁ କରିଦେବେ ନାହିଁ ବୋଲି ମୁଁ ଯେତିକି କହିଲି ଏଟା ସରେ ଏଟା ପ୍ରକୃତରେ ଭଞ୍ଜଙ୍କର ଗୀତଟା ନାଇଁ ଗୀତଟା ଠିକ ଗୀତଟା ମାନବନ୍ଧନ କର ଠିକ ଏ ମା ମାନଙ୍କ ମନ ତରଳିଲା ଭଳିଆ ପଦଟେ କୁହ କଣ କହିଲେ ପୁରୁଷ ସିଏ ବିଶ୍ୱାସ ଯିବେ ଯେ ମୋ ସ୍ୱାମୀ ତା ସହିତ ନଥିବ ବୋଲି ବିଶ୍ୱାସ ଯିବେ କହିଲି ଯେ କଣଟା କହିଲ ପ୍ରକର ମାନ ନା କୁହ ଏଇ ଯୋଉ କଥାଟା କହିଲି ହଁ ସିଏ ତ ମୋର ଜୀବର ଧନ ମୋର ନୀଳରତ୍ନ ମୋର ନେତ୍ର ପିତଳା ମୋର ସବୁ କିଛି ଏତିକି କହିଦେଲେ ଖୁସି ହେବେ ଭାବୁଛ ତ ଇଏ ଖୁସି ହବ ତାଙ୍କ କଥା ମୁଁ କହିପାରିବି ଇଏ ଖୁସି ହେବେ ସତରେ ସାତ ଦେଉଳରେ ପଶିଗଲେ ମିଳନ କେହି ବିଶ୍ୱାସ କରିବେ ମୁଇ ବିଦେଶରେ ଥିଲି ତମେ କା ସାଙ୍ଗରେ କଣ ମୁଇ ବିଶ୍ୱାସ କଲି ଯେ ନାଇଁ ତମେ ଯିବନି ଶୁଣ ଏଇ ଯୋଉ 3ଟା ମାନ ଭିତରୁ ଦେଉଳରେ ପଶିଲେ ମାନେ ଗୋଟେ କଣ ଏ 3 ମାନ ଭିତରୁ ଦେଉଳ ପଶାଟା ଗୋଟେ ଯଦି ସ୍ୱାମୀ ନିୟମ କରିଦବ ଠାକୁରକୁ ଚାହିଁକି ସ୍ତ୍ରୀ ଟିକେ ତରଳି ଯିବ ଏ 3 ମାନ ଯୋଉ 3ଟା ମାନ ଲଘୁ ଗୁରୁ ବୁଝ କି ଏ ଯୋଉ 3ଟା ମାନ ଅଛି ଏ ମାନ ଭିତରୁ ସ୍ୱାମୀ ଗୋଟେ ନିୟମ କରେ ଯାହା ଶାସ୍ତ୍ର ଲେଖେ ଆଉ ଗୋଟେ ମାନ ଯଦି କିଛି ନ ଆଣି ଦେଇଛି ତାକୁ ହସିକି କହିଲେ ଏଟା ରହିଯାଏ ଆଉ ଗୋଟିଏ ମାନ ଅଛି ମୁଁ 2ଟା ମାନ କହିଦେଲି ଆଉ ଗୋଟେ ମାନ ତମେ ଭଞ୍ଜନ କରିବ ଦେଖିଆ ଯେ ଅନିଲ ମୁଁ ଗୋଟେ ମାନେ ମୋ ଆଖିରେ ଯୋଉଟା ଦେଖିଛି ମୁଁ କହୁଛି ଆମ ସାହିରେ ଜଣେ ଭାଇ ଭାଉଜ ଅଛି ଭାଇର ଟିକେ ଅଲଗା ଡାର୍ନାର ଅଛି ସେ କହିଲେ ଚାଲ ନିୟମ କରିବା ଭାଇ ମୁଁ ଦେଖିଛି ସେ ଅଲଗା ନାରୀ ସାଙ୍ଗରେ ଡାର୍ନାର ହଉଛି ଶାଶୀ ବିଲୁକିରେ ହାତ ମାରିଦେଲା କିଛି ହେଇନି ବୋଲି ମନ୍ଦିର ଭିତରେ ପଶିଲା ଯଦି ତମେ ଭାବି ନବ ଯେ ମୋ ସ୍ୱାମୀ ଅନ୍ୟ ସ୍ତ୍ରୀ ସାଙ୍ଗରେ କିଛି ଡାର୍ନାର ନାହିଁ ଶାଶୀ ବିଲୁକିରେ ହାତ ମାରିଦେଲା ଆଉ ଗୋଟେ ମାନ ଭଞ୍ଜନ କହିଦଉଛି ମୁଁ କହୁନଥିଲି କହୁଛି ଏଇଠି ପୁରୁଷ ପାଦ ଧରୁଛି